ଗଣନା ପୁସ୍ତକ 11 ପର୍ବ। ଅନନ୍ତର ଲୋକମାନେ ସଦାପ୍ରଭୁଙ୍କର କର୍ଣ୍ଣ ଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କର ତୁଲ୍ୟ ହେଲେ। ପୁଣି ସଦାପ୍ରଭୁ ତାହା ଶୁଣନ୍ତେ ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟରେ କ୍ରନ୍ଦନ କଲେ। ତେଣୁ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। ତେଣୁ ସେହି ସ୍ଥାନର ନାମ ତବିୟାରା ଦହନ ହେଲା, କାରଣ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କରିଥିଲା। ଅନନ୍ତର ସେମାନଙ୍କର ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ ତାହା ମନେ ପଡ଼େ। ସେ କାକୁଡ଼ି ଓ ସେ ଖରଭୁଜ ଓ ସେ ପରୁ ଓ ସେ ପିଆଜ ଓ ସେ ରସୁଣ ମନରେ ପଡ଼େ। ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି। ଏଠି କିଛି ନାହିଁ, ଏଇ ମାନା ଛଡ଼ା ଆଉ କିଛି ଦେଖିବାକୁ ନାହିଁ। ଆଉ ସେଇ ମାନା ଧନିଆ ପରି, ତୈଳ ସଦୃଶ୍ୟ ମୁକ୍ତା ସଦୃଶ୍ୟ। ଲୋକମାନେ ଏଣେ ତେଣେ ଭ୍ରମଣ କରି ତାହା ସାଉଁଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟୁଣିରେ ତାହା ଚୂର୍ଣ୍ଣ କରି କହାଇରେ ସିଦ୍ଧ କରି ପିଠା ପ୍ରସ୍ତୁତ କଲେ। ଆଉ ତୈଳପକ୍ଷ ପିଠା ପରି ତୈଁର ସ୍ୱାଦ ଥିଲା। ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ବେଳେ ସେହି ମାନା ତହିଁ ସଙ୍ଗରେ ପଡ଼ିଲା। ଏ ଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୂଷା ଶୁଣିଲେ। ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ମୂଷା ହିଁ ଅସନ୍ତୁଷ୍ଟ ହେଲେ। ତେଣୁ ମୂଷା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କି ହେତୁ ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କି ହେତୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ ଯେ ମୋ ଉପରେ ଏହି ସମସ୍ତ ଲୋକଙ୍କର ଭାର ଦେଉଅଛ? ମୁଁ କଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କଣ ସେମାନଙ୍କୁ ଜନ୍ମ କରିଅଛି ଯେ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନି ଯିବା ପାଇଁ ମୋତେ କହୁଅଛ? ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କାହୁଁ ପାଇବି? କାରଣ ସେମାନେ ମୋ ନିକଟରେ କାନ୍ଦି କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା। ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନପାରେ, କାରଣ ଏହା ମୋ ପାଇଁ ଅସହ୍ୟ ଅଟେ। ଆଉ ଯେବେ ତୁମେ ମୋ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଥିଲେ ଏକାବେଳେ ମୋତେ ମାରି ପକାଅ, ପୁଣି ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଯେଉଁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି 70 ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର। ପୁଣି ସେମାନଙ୍କୁ ସମାଗମ ତମ୍ବୁଦ୍ୱାର ନିକଟକୁ ଆଣ। ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ। ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା। ଆଉ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା। ତହିଁରେ ତୁମେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ। ପୁଣି ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା। ଏ ନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ। ତୁମ୍ଭେମାନେ ଦିନେ କି 2 ଦିନ କି 5 ଦିନ କି 10 ଦିନ କି 20 ଦିନ ଖାଇବ ତାହା ନୁହେଁ, ମାତ୍ର ସମ୍ପୂର୍ଣ୍ଣ 1 ମାସ ପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କର ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ ସେ ପର୍ଯ୍ୟନ୍ତ ଖାଇବ। କାରଣ ତୁମ୍ଭେମାନେ ଆପଣାମାନଙ୍କର ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ? ତେବେ ମୂଷା କହିଲେ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ 6 ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ 1 ମାସ ଖାଇବେ। ସେମାନଙ୍କୁ ଅଣ୍ଟିବା ଭଳି କଣ ପଲ ପଲ ଗୋମେଶ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କଣ ଏକତ୍ର କରାଯିବ? ତହିଁରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସଦାପ୍ରଭୁଙ୍କର ହସ୍ତ କି ସଂକୁଚିତ ହୋଇଅଛି?
ତୁମ୍ଭ ପ୍ରତି ଆମର ବାକ୍ୟ ସଫଳ ହେବ କି ନାହିଁ ତୁମ୍ଭେ ଏବେ ତାହା ଦେଖିବ। ଏଥିରେ ମୂଷା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କ କଥା କହିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନ ବର୍ଗ ମଧ୍ୟରୁ 70 ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦିଗରେ ରଖିଲେ। ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ଆସି ତାହାଙ୍କ ସହିତ କଥା କହିଲେ। ଆଉ ଯେଉଁ ଆତ୍ମା ତାହାଙ୍କଠାରେ ଥିଲା ତହିଁରୁ ନେଇ 70 ପ୍ରାଚୀନଙ୍କୁ ଦେଲେ। ପୁଣି ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ ସେମାନେ ଭବିଷ୍ୟତ କଥା ପ୍ରଚାର କଲେ। ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ। ମାତ୍ର ଛାଉଣି ମଧ୍ୟରେ 2 ଜଣ ଅବଶିଷ୍ଟ ରହିଲେ। ଜଣକର ନାମ ଇଲଦଦ୍ ଓ ଅନ୍ୟର ନାମ ମେଦଦ୍। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା। ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନଥିଲେ। ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ। ତହୁଁ ଜଣେ ଯୁବା ଦୌଡ଼ି ଯାଇ ମୂଷାଙ୍କୁ କହିଲା, ଇଲଦଦ୍ ଓ ମେଦଦ୍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଛନ୍ତି। ତହିଁରେ ନୁନର ପୁତ୍ର ଯୋଶୁଆ ନାମକ ମୂଷାଙ୍କର ଜଣେ ମନୋନୀତ ପରିଚାରକ ମୂଷାଙ୍କୁ କହିଲେ, ହେ ପ୍ରଭୁ ମୂଷା, ସେମାନଙ୍କୁ ନିଷେଧ କରନ୍ତୁ। ତେବେ ମୂଷା କହିଲେ, ତୁମ୍ଭେ ମୋ ସକାଶୁ କଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟତ ବକ୍ତା ହେଉନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ। ଏ ଉତ୍ତାରେ ମୂଷା ଓ ଇସ୍ରାଏଲ ପ୍ରାଚୀନଗଣ ଛାଉଣିକି ଗମନ କଲେ। ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ପୁଣି ଛାଉଣିର ଚତୁର୍ଦିଗରେ ଏପାଖେ ଦିନକର ପଥ ଓ ସେପାଖେ ଦିନକର ପଥ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିଠାରୁ ପ୍ରାୟ 2 ହସ୍ତ ଊର୍ଦ୍ଧ୍ୱରେ ପକାଇଲା। ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି 10 ହୋମରୁ ଉଣା ସଂଗ୍ରହ କଲା ନାହିଁ। ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ। ମାତ୍ର ସେମାନେ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ ଚୋବାଇଲା ପୂର୍ବେ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ। ତହିଁରେ ସେହି ସ୍ଥାନର ନାମ କିବ୍ରୋତ୍ ହତବା, ଲୋଭ ହେତୁକ କବର ହେଲା, ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ। ଲୋକମାନେ କିବ୍ରୋତ୍ ଓ ହତବାଠାରୁ ହତ୍ସେରତକୁ ଯାତ୍ରା କରି ସେହିଠାରେ ରହିଲେ।